ବହୁତ ଦିନ ତଳର କଥା। ଗୋଟିଏ ଗାଁରେ ଜଣେ କୃଷକ ରହୁଥିଲେ। ତାଙ୍କର ଏକ ଛୋଟ ଚାଷ ଜମି ଥିଲା। ସେ ସେଠାରେ କଠିନ ପରିଶ୍ରମ କରି ନିଜ ଚାଷ ଜମିରେ ବହୁତ ଫସଲ ଉତ୍ପାଦନ କରୁଥିଲେ। କିନ୍ତୁ ଗୋଟିଏ କାଉ ତାଙ୍କୁ ସବୁବେଳେ ହଇରାଣ କରୁଥିଲା। ସେହି କାଉଟି କୃଷକଙ୍କର କ୍ଷେତ ନିକଟରେ ଥିବା ଏକ ଗଛରେ ରହୁଥିଲା। ଯେତେବେଳେ ଫସଲ ପାଚିଯାଏ, କାଉ ତାର ସମସ୍ତ ସାଥୀଙ୍କୁ ଡାକି ଫସଲ ଉପରେ ଆକ୍ରମଣ କରେ ଓ ଫସଲ ଗୁଡ଼ିକୁ ବହୁତ କ୍ଷତି ପହଞ୍ଚାଏ। ଗୋଟିଏ ଦିନର କଥା। କୃଷକର ଚାଷ ଜମିରେ ଫସଲ ଗୁଡ଼ିକ ପ୍ରତିବର୍ଷ ଭଳି ପାଚି ଯାଇଥାଏ। ସେହି ସମୟରେ କାଉଟିର ନଜର ସେହି ପାଚି ଯାଇଥିବା ଧାନ ଫସଲ ଉପରେ ପଡ଼ିଲା। ତାପରେ କାଉଟି ଯାଇ ତାର ସାଙ୍ଗମାନଙ୍କୁ କହିଲା, ଆରେ ସାଙ୍ଗମାନେ, ପୁଣି ଥରେ ପ୍ରସ୍ତୁତ ହୋଇଯାଅ। ଏଥର ପୁଣି ବୁଢ଼ା ଜମିରେ ବହୁତ ଭଲ ଫସଲ ହୋଇଛି। ଚାଲ ଏଥର ପୁଣି ଥରେ ତାର ଫସଲ ସବୁ ନଷ୍ଟ କରିଦେବା। ସେହି କାଉମାନଙ୍କ ସାଙ୍ଗରେ ଗୋଟିଏ ପାରା ସାଙ୍ଗ ହେଉଥିଲା। କିନ୍ତୁ ସେ ପାରାଟି ଗୋଟିଏ ଭଲ ପାରା ଥିଲା। ତେଣୁ ସେ କାଉର କଥାରେ ରାଜି ହେଲା ନାହିଁ ଏବଂ କହିଲା, ଆରେ ସାଙ୍ଗମାନେ, ମୋତେ ଲାଗୁଛି ଆମକୁ ସେଠାକୁ ଯିବା ଉଚିତ ନୁହେଁ, କାରଣ ସବୁବେଳେ ସମୟ ଠିକ ନଥାଏ। ଆରେ ତୁ ତ ଡରକୁରାଟା। ଯଦି ତତେ ଏତେ ଡର ଲାଗୁଛି, ତାହେଲେ ତୁ ଆମ ଗ୍ରୁପରୁ ବାହାରି ଯା। ଏ କଥା ଶୁଣି ପାରାର ମନ ଦୁଃଖ ହେଲା। କିନ୍ତୁ ସାଙ୍ଗମାନଙ୍କ ଠାରୁ ଦୂରେଇ ଯିବା ଦୁଃଖରେ ସେ ତାଙ୍କମାନଙ୍କ ସାଙ୍ଗରେ ଯିବା ପାଇଁ ରାଜି ହୋଇଗଲା। ସେପଟେ ସେହି ଦିନ ରାତିରେ ବହୁତ ଚିନ୍ତା ପରେ ଚାଷୀ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସମାଧାନ ଖୋଜି ବାହାର କଲା ଏବଂ ମନେ ମନେ ଭାବିଲା, ହଉରେ ପୁଅ, ଏଥର ମୋ ଜମିର ଫସଲ ନଷ୍ଟ କେମିତି କରିବ ମୁଁ ବି ଦେଖିବି। କାଲି ଆସ ସବୁ। ସେଦିନ ରାତିରେ କୃଷକ ନିଜ କ୍ଷେତରେ ଏକ ଜାଲ ବିଛାଇଦେଲା ଓ ଜାଲ ଉପରେ କିଛି ଶସ୍ୟ ପକାଇଦେଲା ଓ ଘରକୁ ଚାଲି ଆସିଲା। ତା ପରଦିନ କାଉ ସକାଳେ ଏତେ ଗୁଡ଼ାଏ ଶସ୍ୟ ଦେଖିବା ମାତ୍ରେ ସେ ତାର ସମସ୍ତ ସାଥୀଙ୍କୁ ଡାକି ଆଣିଲା। କିଛି ସମୟ ପରେ ବହୁତ ଗୁଡ଼ାଏ କାଉ କ୍ଷେତକୁ ଉଡ଼ି ଆସିଲେ। ସେହି କାଉମାନଙ୍କ ସହିତ ସେ ପାରା ମଧ୍ୟ କ୍ଷେତକୁ ଧାନ ଖାଇବାକୁ ଆସିଲା। ଯେମିତି ସେମାନେ ଜମିରେ ବସି ଶସ୍ୟ ଖାଇବାକୁ ଲାଗିଲେ, ସେ ସମସ୍ତେ ଜାଣିପାରିଲେ ଯେ କି ସେମାନଙ୍କ ଗୋଡ଼ରେ ଏକ ଜାଲ ଲାଗିଯାଇଛି ଓ ସେମାନେ ସେଥିରେ ଫସି ଯାଇଛନ୍ତି। କାଉମାନେ ସବୁ ଚିତ୍କାର କରିବାକୁ ଲାଗିଲେ। ଦେଖିଲ ତ, ମୁଁ କଣ କହୁଥିଲି, ସବୁବେଳେ ସମୟ ଠିକ ନଥାଏ। ସେ କୃଷକ ଜାଣିଥିଲା କି ଆମେ ତାର ଫସଲ ନଷ୍ଟ କରିବାକୁ ନିଶ୍ଚୟ ଆସିବା। ସେଥିପାଇଁ ସେ ଆଗୁଆ ଜାଲ ବିଛାଇ ଦେଇଥିଲା। ଏବେ ଆମେ ମାନଙ୍କ ମୃତ୍ୟୁ ନିଶ୍ଚିତ। ତାପରେ କାଉମାନେ ବହୁ ସମୟ ଚେଷ୍ଟା କଲେ ସେ ଜାଲରୁ ବାହାରିବା ପାଇଁ, କିନ୍ତୁ ସେଥିରୁ ବାହାରି ପାରିଲେ ନାହିଁ। ଏମିତି ଧୀରେ ଧୀରେ ସନ୍ଧ୍ୟା ହେବାକୁ ଲାଗିଲା। ସନ୍ଧ୍ୟାରେ କୃଷକ କ୍ଷେତକୁ ଆସିବା ପରେ ଜାଲରେ ଫସି ରହିଥିବା ସମସ୍ତ କାଉକୁ ଦେଖି ବହୁତ ଖୁସି ହୋଇଗଲା ଆଉ କହିବାକୁ ଲାଗିଲା, ତୁମେ ସବୁ ଗୁଡ଼ା ବହୁତ ଦୁଷ୍ଟ। ତୁମେମାନେ ମୋର ଫସଲର ବହୁତ କ୍ଷତି କରିଛ। ତୁମେ ମୋର ବହୁତ କଷ୍ଟ କରି ଉପାର୍ଜିତ କରିଥିବା ଫସଲକୁ ସବୁବେଳେ ସଫା କରିଦେଉଛ। ଆଜି ତୁମେମାନେ କରିଥିବା କାମ ପାଇଁ ନିଶ୍ଚୟ ଦଣ୍ଡ ଦିଆଯିବ। ସେହି ସମୟରେ କୃଷକ ଏକ ଶବ୍ଦ ଶୁଣିଲେ। ଏହି ସ୍ୱର ଶୁଣି ଚାଷୀ ଜାଲ ଉପରେ ନଜର ପକାଇଲେ
ଏବଂ କାଉମାନଙ୍କ ମଧ୍ୟରେ ବସି ରହିଥିବା ଏକ ଧଳା ପାରାକୁ ଦେଖିଲେ। ପାରାଟି ବହୁତ ଡରି ଯାଇଥିଲା। କୃଷକ କାଉମାନଙ୍କ ସହିତ ପାରାଟିକୁ ଦେଖି ମନ ଦୁଃଖ କଲେ, କାରଣ ସେ ଜାଣିଥିଲେ ଯେ ପାରାଟି ନିର୍ଦ୍ଦୋଷ ଅଟେ ଏବଂ ଆଜି ସେ ଭୁଲରେ କାଉମାନଙ୍କ ସହିତ ଆସିଛି। ତେଣୁ ସେ ଜାଲ ନିକଟକୁ ଯାଇ ଅତି ଯତ୍ନର ସହିତ ଜାଲରୁ ପାରାଟିକୁ କାଢ଼ି ଆଣିଲେ। ତାପରେ ସେ ପାରାଟିକୁ ହାତରେ ଧରି କହିଲେ, ଶୁଣ, କାରଣ ଆଜିର ତୋର ଯେଉଁ ଅବସ୍ଥା ହୋଇଛି ସେଥିପାଇଁ କେବଳ ତୋର ଖରାପ ସଙ୍ଗତର ହିଁ ଫଳ, ଯେଉଁଥିପାଇଁ ତୁ ଆଜି ମଧ୍ୟ ଜାଲରେ ପଡ଼ିଗଲୁ। ଶୁଣ, ଆଜି ମୁଁ ତତେ ଛାଡ଼ି ଦେଉଛି, କିନ୍ତୁ ଆଉ ଯଦି କେବେ ବି ଏମିତି କରୁ ତାହେଲେ ତତେ ମୁଁ ନିଶ୍ଚୟ ଦଣ୍ଡ ଦେବି। ତାପରେ କୃଷକ ପାରାଟିକୁ ଆକାଶରେ ଛାଡ଼ିଦେଲା। ଉଡ଼ିବା ବେଳେ ପାରାଟି ଚାଷୀକୁ ଧନ୍ୟବାଦ ଜଣାଇଲା ଓ ତାପରେ କୃଷକ ନିଜ କ୍ଷେତରେ ଜଗି ରହିଥିବା କୁକୁରକୁ ଡାକି କାଉମାନଙ୍କୁ ମାରିବା ପାଇଁ କ୍ଷେତକୁ ଛାଡ଼ିଦେଲା। କାଉଗୁଡ଼ିକୁ ଖାଇ କୁକୁରର ଗୋଟିଏ ଭଲ ଭୋଜି ମଧ୍ୟ ହୋଇଗଲା। ବୁଝିଲ ତ ସାଙ୍ଗମାନେ? ସେଥିପାଇଁ କଥାରେ ଅଛି, ଖରାପ ସଙ୍ଗତର ଫଳ ସବୁବେଳେ ଖରାପ ହିଁ ହୋଇଥାଏ। ରହିଲି, ପୁଣି ଦେଖା ହେବ ଆଉ ଗୋଟିଏ ଗପରେ।